9ଟା 15 ପରେ 11ଟା 30 ପୂର୍ବରୁ ଯଦି ଆପଣ ସୁନା କ୍ରୟ କରୁଛନ୍ତି ତାହେଲେ ଲକ୍ଷ୍ମୀଙ୍କ ଆଗମନ ଜାଣିବେ। ଆସନ୍ତା ଏପ୍ରିଲ 30 ତାରିଖ ବୁଧବାର ଯେ ଲକ୍ଷ୍ମୀଙ୍କର 10ଟି ବ୍ରତରୁ ଅକ୍ଷୟ ତୃତୀୟା ଗୋଟେ ଅନ୍ୟତମ ବ୍ରତ। ସେ ବ୍ରତରେ ସର୍ବ ଶୁଭ ମନାଯାଏ। ଆପଣ ଯାହା ବି କରନ୍ତୁ, ଗୋରୁ କିଣନ୍ତୁ, ଭୂମି କିଣନ୍ତୁ, ସୁନା ଅଳଙ୍କାର କିଣନ୍ତୁ, ସବୁ ଜିନିଷ ଶୁଭ ହୋଇଥାଏ। ବିଶେଷ କରି ଅକ୍ଷୟ ତୃତୀୟାରେ ବିବାହ ମଧ୍ୟ କଲେ ଯେଉଁ କନ୍ୟା ରତ୍ନଟି ଆସେ ସେ ଘର ପାଇଁ ଶୁଭପ୍ରଦ ହୋଇଥାଏ। ତେଣୁ ଲକ୍ଷ୍ମୀଙ୍କ ବ୍ରତ ଭିତରୁ ଅକ୍ଷୟ ତୃତୀୟା ବ୍ରତରେ ଆପଣ ଏସବୁ ଜିନିଷ କରିପାରିବେ। ସାଧାରଣତଃ ସନାତନ ଧର୍ମରେ ମାତା ଲକ୍ଷ୍ମୀଙ୍କ ଘରେ 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 ପୂଜାର୍ଚ୍ଚନା କରାଯାଏ ଯେ ଲକ୍ଷ୍ମୀଙ୍କର କୃପା ବିନା କୌଣସି ସଂସାର ଚାଲିବା କଷ୍ଟକର। ଯେମିତି ପୁରୀରେ ମହାଲକ୍ଷ୍ମୀଙ୍କର ବିଜେ ହେତୁ ସେଠି କୌଣସି ଅଭାବ ରହେ ନାହିଁ, ସେଥିପାଇଁ ତାଙ୍କ ନାମ ପୁରୀ କରାଯାଇଛି। ସବୁ ପୁରୀ ହେଇ ରହିଛି, ଭର୍ତ୍ତି ହେଇ ରହିଛି। ତେଣୁ ଆମେ ଆମ ଘରେ ଯଦି ସବୁ ପ୍ରକାର ଜିନିଷ ଭରି ରଖିବା ପାଇଁ ଚାହୁଁଛନ୍ତି, ଭର୍ତ୍ତି ରଖିବା ପାଇଁ ଚାହୁଁଛନ୍ତି, ଅକ୍ଷୟ ତୃତୀୟାରେ ଆପଣ ଜମି କ୍ରୟ କରନ୍ତୁ, ସୁନା କ୍ରୟ କରନ୍ତୁ। ଏସବୁ ଜିନିଷ କ୍ରୟ କଲେ ଆପଣଙ୍କ ଘରେ ଲକ୍ଷ୍ମୀଙ୍କର ଆଗମନ ବା ପୁରୀ ହେଇ ରହିଥିବା ଦରକାର। ସନାତନ ଧର୍ମରେ ସେହିଦିନ ଆମେ ସୁନା କିଛି ବ୍ୟକ୍ତି କିଣିବା ପାଇଁ ଚାହାନ୍ତି। ସୁନା ମଧ୍ୟ କାଞ୍ଚନ, ସେ ଲକ୍ଷ୍ମୀଙ୍କର ସ୍ୱରୂପ ଅଟେ। ଆଜିକା ଦୁନିଆରେ ସୁନାର ମୂଲ୍ୟ ବହୁତ ବେଶୀ। ତେଣୁ ସେଦିନ ସୁନା ଆସିଲେ ଲକ୍ଷ୍ମୀ ଆସିବା ବୋଲି ଆମେ ଜାଣନ୍ତି। ଆଉ ସୁନାକୁ ଆମେ କେଉଁ ସମୟରେ କିଣିଲେ ତାହା ଆମ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ଆମେ ଜାଣିବା। ପ୍ରାତଃ ସମୟରେ ସୁନା କିଣିଲେ ହୋଇପାରିଥାଏ, କିନ୍ତୁ ପ୍ରାତଃ ସମୟରେ କୌଣସି ଦୋକାନ ଖୋଲା ନଥାଏ, ସେ ସମୟରେ ମଧ୍ୟ କିଣିପାରିବା ଅସମ୍ଭବ ହୋଇଥାଏ। 11ଟା 30 ଠାରୁ 12ଟା 30 ପର୍ଯ୍ୟନ୍ତ କୌଣସି ଜିନିଷ କ୍ରୟ କରିବେ ନାହିଁ। ଆପଣ ସୁନା କିଣନ୍ତୁ, ଜମି କିଣନ୍ତୁ ବା ବିବାହ ଆୟୋଜନ କରନ୍ତୁ, ସେଦିନ ସେହି ସମୟରେ କିଣିବେ ନାହିଁ। 11ଟା 30ରୁ 12ଟା 30 ସେଦିନ ମଧ୍ୟ ବହୁତ ଶୁଭ କର୍ମ କରାଯାଏ। ରାଶି, ନକ୍ଷତ୍ର, ଚନ୍ଦ୍ରଶୁଦ୍ଧି, ରବିଶୁଦ୍ଧି ଆଦି କୌଣସି ଜିନିଷ ତାକୁ ଦେଖାଯାଏ ନାହିଁ। ଏହି ଦିନମାନଙ୍କରେ ଆପଣ କ୍ରୟ କଲେ ସେସବୁ ଜିନିଷ ଶୁଭପ୍ରଦ ହୋଇଥାଏ। ଯଦି ଗୁରୁ ଶୁଦ୍ଧି ନଥାନ୍ତି, ରବି ଶୁଦ୍ଧି ନଥାନ୍ତି, ଚନ୍ଦ୍ର ଶୁଦ୍ଧି, ନକ୍ଷତ୍ର ଶୁଦ୍ଧି, କୌଣସି ଶୁଦ୍ଧି ନଥିଲେ ମଧ୍ୟ ଆପଣ ସବୁ ପ୍ରକାର ଶୁଭ କର୍ମ କରିପାରିବେ। ଲକ୍ଷ୍ମୀଙ୍କ ବାର ହେତୁ ଯେମିତି ବାହୁଡ଼ା ଦିନ ମଧ୍ୟ ସେ କରିପାରିବେ, ରଥ ଦିନ କରିପାରିବେ, ସେମିତି ଅକ୍ଷୟ ତୃତୀୟା ଗୋଟେ ଶ୍ରେଷ୍ଠ ଲକ୍ଷ୍ମୀଙ୍କର ବ୍ରତ। ସେହି ଲକ୍ଷ୍ମୀ ବ୍ରତରେ ଆପଣ 9ଟା 15 ପରେ 11ଟା 30 ପୂର୍ବରୁ ଯଦି ଆପଣ ସୁନା କ୍ରୟ କରୁଛନ୍ତି ତାହେଲେ ଲକ୍ଷ୍ମୀଙ୍କ ଆଗମନ ଜାଣିବେ। ଖାଲି ସୁନା କ୍ରୟ କଲେ ହେବ ନାହିଁ। ଯଦି ନାଭି ଶଙ୍ଖ ବା ଗୋମତୀ ଚକ୍ର ଯଦି ଆପଣ କିଣିବେ ସେଦିନ ଅଯୁଗ୍ମ ସଂଖ୍ୟକ ଚକ୍ରାକୃତି, ଏବେ ସବୁ ତ ବଜାରରେ ଡୁପ୍ଲିକେଟ୍ ଜିନିଷ ମିଳିଲା ନା, ଚକ୍ରାକୃତି ଯଦି ନାଭି ଶଙ୍ଖ ଆପଣ କିଣୁଛନ୍ତି ଆହୁରି ମଧ୍ୟ ଶୁଭ ଫଳ ହୋଇଥାଏ। ଯଦି ଆପଣଙ୍କର ଅଗ୍ନିକୋଣରେ, ଘରର ଅଗ୍ନିକୋଣରେ ଗୋଟେ ନାଲି କପଡ଼ାରେ 7ଟି ନାଭି ଶଙ୍ଖ ସହିତ ଯଦି ଭୀମସେନ କର୍ପୂର ଆପଣ ରଖିଦିଅନ୍ତି ତାହେଲେ ଘରର ଲକ୍ଷ୍ମୀଙ୍କର ଆଗମନ ଥାଏ। ସୁନା ମଧ୍ୟ ନ କିଣିଲେ ଗୋମତୀ ଚକ୍ର କିଣି ସେ କାମ କଲେ ମଧ୍ୟ ସୁନାର ମହତ୍ତ୍ୱ ସେ ଆସିଥାଏ। ସୁନାର ଯାହା ଫଙ୍କସନ୍ ସୁନାର ଥାଏ ନା, ଗୋମତୀ ଚକ୍ର ମଧ୍ୟ ସେଇ ଫଙ୍କସନ୍ ଆସିଥାଏ। ତେଣୁ ଅକ୍ଷୟ ତୃତୀୟା ଦିନ 12ଟା 30 ପରେ ଆପଣ ମଧ୍ୟ କ୍ରୟ କରିପାରିବେ। ସେଥିରେ ଅମୃତ ବେଳା, କାଳ ବେଳା ଏସବୁ ଜିନିଷ ଦେଖାଯାଏ ନାହିଁ। ଅଲ୍ ଟାଇମ୍ ପ୍ରାତରୁ ପୁଣି ପ୍ରାତ ପର୍ଯ୍ୟନ୍ତ ସର୍ବଶୁଭ ମନାଯାଇଥାଏ। କିନ୍ତୁ 11ଟା 30ରୁ 12ଟା 30କୁ ସେହି ସମୟରେ ବାରବେଳା ବୋଲି କୁହାଯାଏ, ଭଲ ସମୟ ନୁହଁ। ସେହି ସମୟରେ ଆପଣ ଯଦି କ୍ରୟ କରିଦେଉଛନ୍ତି ତାହା ମଧ୍ୟ କ୍ଷତିକାରକ ନୁହଁ, ନ କଲେ ମଧ୍ୟ ବହୁତ ଶୁଭଦାୟକ ହୋଇଥାଏ। ଆଣୁଛନ୍ତି ଦେବତାଙ୍କୁ ସମର୍ପଣ କରିବା ଆବଶ୍ୟକ। ବିଶେଷ କରି ଆଭୂଷଣ ପ୍ରିୟ ନାରାୟଣ
ଲକ୍ଷ୍ମୀ ନାରାୟଣଙ୍କୁ ମଧ୍ୟ ଆପଣ ସମର୍ପଣ କରିଦିଅନ୍ତୁ। ହେ ପ୍ରଭୁ, ଏ ଜିନିଷ ତୋର, ମୁଁ ଏ ଜିନିଷକୁ ଜଗା ରଖା କରିବି। ପୁଣି ଆପଣ ମଧ୍ୟ କରିପାରିବେ, ହଳଦୀ ଜଳଟି ଧୋଇଦେବେ, ଲକ୍ଷ୍ମୀ ନାରାୟଣଙ୍କ ପାଦ ତଳେ ସମର୍ପଣ କରିଦେବେ। ଯେତେ ଦେବ ରହିଲେ ନା, ସବୁଠାରୁ ନାରାୟଣ ହେଲେ ଅଳଙ୍କାର ପ୍ରିୟ, ଉପଚାର ପ୍ରିୟ। ତେଣୁ ସେ ଜିନିଷ ନାରାୟଣଙ୍କୁ ସମର୍ପଣ ଆପଣ କରନ୍ତୁ। କଲେ ସେ ମଧ୍ୟ ନାରାୟଣଙ୍କର ଅଂଶ ବୋଲି ଆପଣ ଜାଣିପାରିଲେ, ବା ନାରାୟଣ ସମର୍ପଣ, ନାରାୟଣଙ୍କ ଭୋଗ ବୋଲି ଆମେ ଜାଣିପାରିଲେ, ଆମେ ମଧ୍ୟ ଆମ ପାଇଁ ଠିକ୍ ପଜିଟିଭ୍ ଉର୍ଜା ପ୍ରତିବାହିତ ହେବ।